ପରିବାର ଟିକେ ଆମ ଘରେ ମରିଗଲେ, ଗୋଟେ ପରେ 12-13 ଜଣ ମରିଗଲେ। ମୁଁ ରାଗିନି, ମୋତେ ବାଡ଼େଇଲେ ମୁଁ ରାଗ ଲାଗିବନି। 83 ମସିହାରେ ମୋର 7 ଲକ୍ଷ ଟଙ୍କା ଲସ୍ ହେଲା ସେତେବେଳେ। ମୁଁ ରାଜୁତି କିଣିଥିଲି 2078ରେ 3700 ଟଙ୍କା ଦେଇକିରି। ପୁରୀ ଯାଇଥିଲେ 20 ଟଙ୍କା ପେଟ୍ରୋଲ ପକେଇକିରି। ମତେ ସେଠି ପୁଲିସ ଧଇଲେ ଦେଇଥିଲେ କେସ୍ ମୋ ନାଁରେ। ବ୍ରଜବନ୍ଧୁ ସାମଲ। ବାବା ଆପଣ କେତେ ବୟସ ହବ ଆପଣଙ୍କୁ? ସେ ହେଲା 71। ଆଜ୍ଞା 71 ବର୍ଷ। 71 ବର୍ଷ। 71 ବର୍ଷ କିଛି ଖରାପ ଭାବିବେନି, ନାଇଁ। ମୁଁ ଏମିତି କୋଶ୍ଚିନ୍ ପଚାରୁଛି ବୋଲି। ମୋର ବି ଇଚ୍ଛା କି ବାବା ଏଇ ଯୋଉ ଆପଣ ଏତେ ସାଧୁ ଭଳି ରହୁଛନ୍ତି, ଦାଢି ଏତେ ବଡ, ଜଟ ହେଇସାରିଲାଣି ଆପଣଙ୍କ ଚୁଟି, ଆପଣଙ୍କର କଣ କେବେ ଇଚ୍ଛା ହେଇନଥିଲା ଯେ ମୁଁ ବି ପ୍ୟାଣ୍ଟ ସାର୍ଟ ପିନ୍ଧିବି, ମୁଁ ବି ବାଇକ ରେ ବୁଲିବି, ମୁଁ ବି ହଁ, ମୁଁ ଗୁଡାଏ ଜାଗା ଯିବି? ପ୍ୟାଣ୍ଟ ସାର୍ଟ ପିନ୍ଧିଛି, ବାଇକରେ ବୁଲିଛି, 60 ପଇସା ତେଲ ଲିଟର ଗାଡି ଚଢୁଛି, ରାଧି ଚଢୁଛି, ବୁଲେଟ ଚାଲିଛି। ସମଲ ବାଜାରରେ ଚାକିରି କରିଥିଲି, ରେଙ୍ଗାଳିରେ ବି ଚାକିରି କରିଥିଲି। ମହାନଦୀ ବାରିରେ ଯୋଉ ଯୋଉ ବ୍ରିଜ ତେରା ତା ଡିଲିଂ ଡିପାର୍ଟମେଣ୍ଟ ଥିଲି, ତାକୁ ବି କରିଥିଲି। ସେଇ ତାପରେ ଆସିଲା ପରେ ପରିବାର ଟିକେ ଆମ ଘରେ ମରିଗଲେ, ଗୋଟେ ପରେ 12-13 ଜଣ ମରିଗଲେ। 12-13 ଜଣ ମରିଗଲେ? ହଁ, ବର୍ଷକୁ ବର୍ଷ ସବୁ ମରିଗଲେ ଆଉ। କାହିଁକି ଏମିତି ଘଟିଲା, ମାନେ କଣ ପାଇଁ? ଯେ ଆମର ଗାଁ ଭିତରେ ଘର, ଆମେ ଗୋଟେ ଦୈବୀ ପୀଠକୁ ପଳେଇଲୁ। ଆମେ ଥିଲେ 5 ଭାଇ, ସେ ଥିଲେ ବାପାଙ୍କର 2 ଭାଇ, ତ ତାଙ୍କର ଦୀପ ଆମେ ତାଙ୍କ ଗାଁ ଘର ଛାଡ଼ି ପଳେଇ ଆସିଲୁ। ଆସିଲା ପରେ ଗୋଟା ଭାଇ ମାଲ ଖାନି, ସେ ମାଲ ଖାଇ ଘଣ୍ଟା ଦୋକାନ କରିଥିଲି। ଗଣ୍ଡା ଭାଇ ମ୍ୟୁନିସିପାଲିଟିରେ ସେଲ୍ସରେ ଚାକିରି କରିଥିଲି, ସେ ଇଏ ହେଲେ। ବାପା ରେଲୱେରେ ଡ୍ରାଇଭର ଥିଲେ, ତାଙ୍କ ରିଟାୟାର୍ଡ ହେଲେ। ସାନ ଭାଇ ରେଲୱେରେ ଥିଲେ, ରିଟାୟାର୍ଡ ହେଲେ। ସବୁ ପଇସା ପତ୍ର ନେଲେ, ଖାଇସାରିଲା ପରେ ସେଇ କାହାକୁ ରିସିଭ୍ କଲେନି। ମୁଁ କହିଲି କଣ ସବୁ ମିଛ ବା, କେହି କାହାର ନୁହଁ। ସେଇଠି ଦେହ ଖରାପ ହେଲା, ଏଠି ମେଡିକାଲ ନେଇଥିଲି କଣ୍ଟ୍ରାକ୍ଟ, ଡାକ୍ତର କଣ୍ଟ୍ରାକ୍ଟ। 83 ମସିହାରେ ମୋର 7 ଲକ୍ଷ ଟଙ୍କା ଲସ୍ ହେଲା ସେତେବେଳେ। 83 ମସିହାରେ 7 ଲକ୍ଷ ଟଙ୍କା ଲସ୍ ହେଲା। ସେତେବେଳେ ପେଟ୍ରୋଲ ଲିଟର ଥିଲା 60 ପଇସା, ସୁନା ଥିଲା 280 ଟଙ୍କା ଭରି। ସେଠୁ ମୁଁ ଆସେ, ଦୋକାନ ବନ୍ଦ କରିବି, ଚାଲିଚଲ ଦୋକାନ। ବାବା ହେରିକା ଏଠିକି ବସିକି ତାଙ୍କର କୀର୍ତ୍ତନ କରିଥିବେ। ମୁଁ ସେ ରାଣୀ ପୋଖରୀଟା ପରିଷ୍କାର ତ ଗାମୁଛା ପାଇ ଶୋଇଯିବି, ସେ ଗାଧେଇବି, ବୁଲିକି ଯାଇ ଦୋକାନରେ ଶୁଏ। ଆସ୍ତେ ଆସ୍ତେ ବାପା ଫାଷ୍ଟ ମରିଗଲେ 12-13 ଜଣ, ମନଟା ଇଏ ହେଇଗଲା, ଏ ଦେହଟା ଖରାପ ହେଲା। ମୁଁ ବଇଥିଲି ଏଠି ବସିକିରି ପ୍ରସାଦ ଖାଉ ଖାଉ ଚାଲିଲା। ସେ ବାପା ଯେ ମରିଗଲେ, ଜଟ ହେଇଥିଲା, ଜଟ ଯେ ନଣ୍ଡା ହେଇ ପଇଲି, ଗାଁ ବାଲା ପାଟି କଲି, ଗଲା ନଣ୍ଡା ହଉନି, ଏ ଛାଡ଼ି ଦେଇଛି ଆସ୍ତେ ଆସ୍ତେ ଆଉ। ଆଚ୍ଛା, ଆପଣ ବିବାହ କରିଛନ୍ତି ନା କରିଛନ୍ତି? ବିବାହ କରିଛନ୍ତି? ଆପଣଙ୍କ ସ୍ତ୍ରୀ, ଆପଣଙ୍କ ପୁଅ, ଝିଅ? ଝିଅ 2ଟା। ମାମୁଁ ଘର ତାକୁ ସବୁ ଇଏ କର, ମାମୁଁ ଘର କିଛି ନଥିଲା। ଯେତେବେଳେ ଗୋଟିଏ ଝିଅ ହେଲା, ତ ମାମୁଁ ଘର କୋଟିପତି ହେଲେ, ସେ ଆଉ ଛୁଆଙ୍କୁ ଛାଡ଼ନ୍ତି 2 ଜଣ। ଆଉ ମତେ ତ ମୋ ପାଖରେ କିଛି ନାହିଁ, ମତେ ସୁବିଧା ମିଳିଗଲା, ମୁଁ ଆଉ ସିଆଡ଼େ ଗଲିନି ଆଉ। ସେ 2 ଜଣଙ୍କୁ ବିବାହ ଶାଦୀ ସବୁ କରୁଛନ୍ତି। ଆଚ୍ଛା, ଏବେ ଆପଣଙ୍କୁ କଣ କେବେ ରାଗ ଲାଗେନି, କ୍ରୋଧ ଆସେନି ଆପଣଙ୍କ ଭିତରେ? ମୁଁ ରାଗେନି, ମୋତେ ବାଡ଼େଇଲେ ବି ରାଗ ଲାଗିବନି। କିଛି ନା ନାହିଁ, କିଛି ଦୁଃଖ ନାହିଁ। ଭଗବାନ କହିଛନ୍ତି 3ଟା ଧର୍ମ ଦେଇଛନ୍ତି, ସତ୍ୱଗୁଣ, ରଜଗୁଣ, ତମଗୁଣ। ତମେ ସତ୍ୱଗୁଣ ଖାଦ୍ୟ କଲେ ରାଗ ଅହଙ୍କାର ଆସିବନି। ଆମକୁ ଯିଏ ବାଡ଼େଇ ଦେବ, ଆମେ ସେଠି କହିବୁ ଆମ ପୁଅ ମାଇଲା, ଆମେ ତ କହିବୁ ଭଗବାନ ତ ସଦ୍ବୁଦ୍ଧି ଦିଅ। ତମକୁ ଯିଏ ବାଡ଼େଇ ଦେବ, ମାରିଦେଲା, ମୋର ସମ୍ମାନ ଯାଉଛି, ତମେ ତାପରେ ଆକ୍ସନ ନେଇଯିବ। ତମ ରଜଗୁଣ ଲୋକ, ଆମେ ସତ୍ୱଗୁଣ ଲୋକ। ଆମେ ସବୁ ଛୁଆଙ୍କୁ ପଶୁ ପକ୍ଷୀ ଛୁଆ ବୋଲି ଭାବୁ। ଆମେ ଭଗବାନ ଡାକୁ, ପ୍ରଭୁ ସମସ୍ତେ ବିଶ୍ୱରେ ମଙ୍ଗଳ ରହନ୍ତୁ। ତମେ ସେ କଥା କହିବନି। ଆପଣ ଯେତେବେଳେ ସ୍ୱପ୍ନ ଦେଖନ୍ତି, କଣ ସ୍ୱପ୍ନ ଦେଖନ୍ତି? ସ୍ୱପ୍ନ ମୁଁ ହାତୀ ଫାତୀ ଦେଖେ ଖାଲି। ହାତୀ? ହଁ, ହାତୀ ଘୋଡ଼ା ଏମିତି ଦେଖେ ରାତିରେ ସ୍ୱପ୍ନ। ଏବେ ବାବାଙ୍କୁ କହିଲି, ହାତୀ ଖାଲି ଆମର ଧାନ ଏଠି ଗଦା ହେଇଛି, 12 ଯାକ ବୁଲିକି ଧାନ ବସ୍ତା ଥୋଇକି ବୁଝୁଛି, କେହି ନେବେନି ବୋଲିକି। ଆଚ୍ଛା, ଆପଣଙ୍କ ସ୍ୱପ୍ନରେ କେବେ ସୁନା ଦେଖିନାହାନ୍ତି? ନା, କେବେ ସୁନା ଖୋଜିବାକୁ ଚେଷ୍ଟା କରିନାହାନ୍ତି? କିଛି ସୁନା ଆମର ସମ୍ପତ୍ତି ପଡିଛି କି ନାଇଁ, ଭୋଗ କରିବ, ସେଟା କଣ ହବ? ଆଚ୍ଛା, ସୁନା ଆପଣଙ୍କର ଅଲରେଡି ଅଛି? ନା, ମୋ ପାଖରେ କିଛି ନାହିଁ। ମୋ ଛୁଆଙ୍କୁ ମୁଁ ସୁନା ଖଣ୍ଡି କପଡ଼ା ଖଣ୍ଡେ ଦେଇନି। ଏ ଛୁଆ ବି ମତେ କୋଉଦିନ ମାଗନ୍ତିନି। 7 ଲକ୍ଷ ଟଙ୍କା ସେତେବେଳେ ମେଡିକାଲରେ ମୁଁ ଡାର୍ଟ ନେଇଥିଲି। 7 ଲକ୍ଷ ସେତେବେଳେ, ମାନେ ଏବେ କେତେ ଟଙ୍କାର ହବ? ଏବେ ତାର 7 ଗୁଣ 8 ଗୁଣ ହେଇଯିବ। ଆମେ ସେତେବେଳେ 4 ଆଣା ପଇସାରେ ନଡୁ 4ଟା ଖାଉଥିଲୁ। ଆଉ ପେଟ୍ରୋଲ ଥିଲା 60 ପଇସା, ପେଟ୍ରୋଲ କେତେ ହେଲା ଲିଟର? ସେତେବେଳେ କେତେ ଥିଲା ପେଟ୍ରୋଲ? 60 ପଇସା ଲିଟର ଥିଲା। ମୁଁ ରାଜୁତି କିଣିଥିଲି 2078ରେ 3700 ଟଙ୍କା ଦେଇକିରି। ପୁରୀ ଯାଇଥିଲେ 20 ଟଙ୍କା ପେଟ୍ରୋଲ ପକେଇକିରି। ମତେ ସେଠି ପୁଲିସ ଧଇଲେ, ଦେଇଥିଲେ କେସ୍ ମୋ ନାଁରେ। ଆମେ 3 ଜଣ ବସି ଯାଇଥିଲୁ ବୋଲି 25 ଟଙ୍କା ଦେଇକି ମୁଁ ସେଠି କୋର୍ଟରେ ଫଇସଲା କରି ଯାଇଥିଲି। ନେମ୍ ପ୍ଲେଟ୍ ନଥିଲା, ଆମେ 3 ଜଣ ବସିଥିଲୁ ବାଇକରେ, 2 ଜଣରୁ 3 ଜଣ ବସିଲେ ଫାଇନ୍ ହେଇଥାନ୍ତା। ଓକିଲ କହିଲା 25 ଟଙ୍କା ଦେଇ ଫାଇନାଲ କରିଦେ, ନହେଲେ ଧଉଡି ଦଉଡ଼ି ମାରିଦେବେ। ଆଉ 60 ପଇସା ମାନେ କେତେ ହେଲାଣି? ତାମାନେ ତ ଏବେ ସେଇଟା କୋଟି କୋଟି ଟଙ୍କା ହବ। ହଁ, କୋଟି କୋଟି ଟଙ୍କାର ବିଜନେସ, ଏବେ ଧନ ସମ୍ପତ୍ତି ବି ଅଛି ଆପଣଙ୍କର। ସେ ସବୁ ଛାଡିକିରି ଆପଣ ଗୋଟେ ଜଙ୍ଗଲ ଭିତରେ ରହୁଛନ୍ତି।
ଏ ଜଙ୍ଗଲରେ ଖୁସି ଲାଗୁଛି ଆମକୁ ଏଠି ଆଉ। ଆଚ୍ଛା ଯୋଉ ବାବୁ ମାନେ ଅଧିକ ଟଙ୍କା ଇନକମ କରୁଛନ୍ତି ହଁ। ଖୁସି ପାଇଁକା ସୁଖ ପାଇଁକା ସେମାନେ ସିଏ କାହିଁକି ସୁଖ କରି ଶୋଇପାରୁନଥିବେ ରାତିରେ। ଆମେ ଏଠି ଗାମୁଛା ପାଖରେ ଶୋଇଥିବୁ, କିଏ ଆସିଲେ ଡର ନାହିଁ। ବାଘ ଆସୁ, ଭାଲୁ ଆସୁ, ବେଙ୍ଗ ଆସୁ, ସାପ ବେଙ୍ଗ କଙ୍କଡ଼ା ପିଛା ଚଢେଇ ଡର ନାହିଁ। କାରଣ ସିଏ ଜାଣିଗଲେଣି ଆମକୁ ସିଏ କାମୁଡ଼ିବେନି। ଆଚ୍ଛା ଆପଣ ଯୋଉ ଜଟ ରଖିଛନ୍ତି ଏଇ ଜଟରେ କଣ ସତରେ ସାପ ଶୋଇଥିଲା ଆସିକିରି? ମୁଁ ଶୋଇଥିଲି କମଳ ଘୋରେଇକି, ବାବା ଆସିଲା ବେଳକୁ ସେ ଗ୍ରିଲ ନଥିଲା, ଫାଙ୍କା ଥିଲା। ଏଠି ଭାଲୁ ଫାଲୁ ସବୁ ବୁଲୁଥିଲେ। ବାବା କହିଲେ ଉଠୁନି ଉଠୁନି, ସାପ ଆଉ କଙ୍କଡ଼ା ପିଛା ମାରିଦେବ। ମୁଁ ଆଉ କରି ହେଲିନି। ଆଚ୍ଛା ଆପଣଙ୍କ ଜଟରେ ସାପ ଶୋଇଥିଲେ? ହଁ, କୋଉ ସାପ ଶୋଇଥିଲେ? ଧାମଣା। ଏ ଧାମଣା ନା ବୋଡ଼ା? କଣ ହେଇଥିଲା ସେଦିନ ଘଟଣା ଟିକେ କୁହନ୍ତୁ? ଘଟଣା କିଛି ନାହିଁ। ସଂକ୍ରାନ୍ତିରେ ଆସନ୍ତି। ମୁଁ ଦିନ ଆଳତି କରୁଛି, ପିଢା ତଳେ ନାଗ ସାପ ପଇଛି। ମୁଁ ଇଏ ଗଲା ବେଳକୁ ନାଙ୍ଗୁଚ ବାଡେଇ ଦେଲେ ପିଢା ଉପରେ, ଟେକିଦେଲେ। ମୁଁ କହିଲି ବୁଦ୍ଧି ଶିଖିବ, ମୁଁ ଆଳତି କରିବିନି। ସେଇଠୁ ଆସ୍ତେ ଆସ୍ତେ ଗଲେ। ଆଚ୍ଛା କଣ ଅଛି ଆପଣଙ୍କର ସ୍ୱପ୍ନ, ଆଗକୁ କଣ କରିବାର ଅଛି ଆପଣ? ଆମେ ଭଗବାନ ଦେବେ ସମସ୍ତେ କେମିତି ଭଲରେ ରହନ୍ତୁ। ସମସ୍ତେ ଭଲରେ ରହିବେ, ଆମେ ଯୋଉ ଏକାଠି ଭଲରେ ରହିବା, ସମସ୍ତେ ଆମକୁ ମାରିଦେବେ। ସମସ୍ତେ ଖୁସି ରହିବେ, ସମସ୍ତେ ଖୁସି।